ପିଲାମାନେ ଆମେ ଆଜି ତୃତୀୟ ଦିନରେ କଣ ଶିଖିବା କହିଲ? ମିଶ୍ରଣ ଶିଖିବା ହେଲା। ଆମେ ମିଶ୍ରଣ ଶିଖିବା। ମିଶ୍ରଣରେ ତମେ କହିଲ ଏକ ଗୁଲି ମୋ ହାତରେ ଅଛି ନା ଏଇ ହାତରେ? ଏ ହାତରେ ଏକ ଗୁଲି ଅଛି ହଁ ନା ନାଇଁ? ତାହେଲେ ଦିଟା ଯାକ ମିଶେଇ ଦେଲି କେତେଟା ଗୁଲି ହେଇଗଲା? ଦୁଇ ହେଇଗଲା ନା। ଆଚ୍ଛା କହିଲ ମୋ ଏ ହାତରେ ଦିଟା ଅଛି ଏ ହାତରେ ଦିଟା ଅଛି ମୁଁ ଦିଟା ଦିଟା ମିଶେଇ ଦେଲେ କେତେ ହେଇଗଲା? ଚାରି ହେଇଗଲା ନା। ଆଚ୍ଛା କହିଲ ମୁଁ ଏଠି ତିନିଟା ରଖିଛି ଏ ହାତରେ ମୋର ତିନିଟା ଅଛି ଏ ହାତରେ ଗୋଟେ ଅଛି ତାହେଲେ ତିନିଟାରେ ଗୋଟେ ମିଶିଗଲା ଚାରି ହେଇଗଲା ନା। ଆଚ୍ଛା ତାହେଲେ କହିଲ ମୋର ଏ ହାତରେ ଦିଟା ଗୁଲି ଅଛି ଏ ହାତରେ ତିନିଟା ଗୁଲି ଅଛି ମିଶିଗଲେ କେତେ ହେଇଯିବ? ପାଞ୍ଚ ହେଇଯିବ ନା। ଆଚ୍ଛା କହିଲ ଏଠି ମୋର ଚାରିଟା ଅଛି ଏଠି ଗୋଟେ ଅଛି ମିଶିଗଲେ କେତେ ହେଇଯିବ? ପାଞ୍ଚ। ଚାରି ଏକ ମିଶିଗଲେ ପାଞ୍ଚ ହେଇଗଲା ନା। ଆଚ୍ଛା କହିଲ ଦେଖିବା ଏ ହାତରେ ମୋର ପାଞ୍ଚ ଅଛି ଏ ହାତରେ ମୋର ଜମା ଗୁଲି ନାହିଁ ମାନେ ଶୂନ ଗୁଲି ଅଛି ତାହେଲେ ପାଞ୍ଚରେ ଶୂନ ମିଶିଗଲେ କେତେ? ପାଞ୍ଚ ହେଇଗଲା ନା। ଆଚ୍ଛା କହିଲ ଦେଖିବା ମୋର ଏ ହାତରେ ତିନିଟା ଗୁଲି ଅଛି ଏ ହାତରେ ତିନିଟା ଗୁଲି ଅଛି ମିଶିଗଲେ କେତେ? ତିନି ତିନି ନାଇଁ ତାହେଲେ ତିନି ତିନି ମିଶିଗଲେ କେତେ ହେଲା? 6 ହେଇଗଲା ନା। ଆଚ୍ଛା କହିଲ ମୋର ଏ ହାତରେ ପାଞ୍ଚଟା ଗୁଲି ଅଛି ଏ ହାତରେ ଗୋଟେ ଗୁଲି ଅଛି ମିଶିଗଲେ କେତେ ହେଇଯିବ? ପାଞ୍ଚଟା ଗୁଲି ଗୋଟେ ଗୁଲି ମିଶିଗଲେ କେତେ ହେଇଯିବ? 6 ହେଇଯିବ। ଆଚ୍ଛା କହିଲ ଏ ହାତରେ ମୋର ଚାରିଟା ଅଛି ଏ ହାତରେ ଦିଟା ଅଛି ମିଶିଗଲେ କେତେ ହେଇଯିବ? ନାଇଁ 4 2 ମିଶିଗଲେ କେତେ ହବ? 6। ଆଚ୍ଛା ତାହେଲେ ତମେ ମିଶ୍ରଣ ଭଲ ଭାବରେ ଶିଖିଛ। କିଏ ଘରେ ଶିଖୁଛ ମିଶ୍ରଣ? ଘରେ ଶିଖଉଛନ୍ତି? ଆଚ୍ଛା କହିଲ ମୋର ଇଏ ଦିଟା ଆଙ୍ଗୁଠି ଏ ଦିଟା ଆଙ୍ଗୁଠି ମିଶିଗଲେ କେତେ ହେଲା? 2 2 ମିଶିଗଲେ 4। ଆଚ୍ଛା ଆଉ କହିଲ ମୋର ଏଇଟା ତିନିଟା ଆଙ୍ଗୁଠି ଏଇଟା ତିନିଟା ଆଙ୍ଗୁଠି ମିଶିଗଲେ କେତେ ହେଇଗଲା? 6 ହେଇଗଲା ନା। ଆଚ୍ଛା ତାହେଲେ 5 ରେ 5 ମିଶିଗଲେ କେତେ ହେଲା? 5 ରେ 5 10 ହେଇଗଲା ନା। କହିଲ 5 ରେ 2 ମିଶିଗଲା ଏଠି 5 ମୋର 2 ଆଙ୍ଗୁଠି ମିଶିଗଲା ପାଞ୍ଚଟା ଆଙ୍ଗୁଠି ଦୁଇଟା ଆଙ୍ଗୁଠି ମିଶିଗଲା କେତେ ହେଇଗଲା? 7 ହେଇଗଲା ନା।